तृतीयोऽध्याय सुत उवाच शुक कहन्ति शुद्धचित्ते प्रसन्ने नृपति अग्रते। शुक उवाच ଶୁଣ ପରୀକ୍ଷ ପୁଣ୍ୟଦେହା ତୁ ମୋତେ ପଚାରିଲୁ ଯାହା। ମନୁଷ୍ୟ ମଧ୍ୟ ସାଧୁ ପ୍ରାଣୀ ମରଣ କାଳେ ତାହା ଜାଣି। ଏବେ କହିବି ଜ୍ଞାନ ସାର ଭକତ ଜନଙ୍କ ବ୍ୟବହାର। ବ୍ରହ୍ମ ତେଜକୁ ଯାର ଇଚ୍ଛା ବ୍ରହ୍ମ ଭଜନେ ହୋଇ ବାଞ୍ଛା। ଇନ୍ଦ୍ରିୟ ସୁଖେ ଯାର ଭାବ ସେ ନର ଇନ୍ଦ୍ରକୁ ପୂଜିବ। ପୁତ୍ର କାମରେ ଯାର ମତି ସେ ଜନ ପୂଜେ ପ୍ରଜାପତି। ଶ୍ରୀକାମୀ ପ୍ରାଣୀ ଦେବୀ ଭଜେ ତେଜସ୍ୱୀ ପୂଜେ ଗ୍ରହ ରାଜେ। ବସୁଙ୍କୁ ପୂଜେ ବସୁ କାମୀ ଦୃଢ଼ ଭକତି ଭାବ ଘେନି। ବୀର୍ଯ୍ୟରେ ହୋଏ ଯାର ମତି ସେ ଭଜେ ବସୁଙ୍କର ପତି। ଅନାଦି କାମେ ଯାର ଚିନ୍ତା ସେ ବେଅଦିତି ଦେବ ମାତା। ଦେବଙ୍କୁ ପୂଜେ ସ୍ୱର୍ଗ କାମୀ ବିଶ୍ୱଦେବାଙ୍କୁ ରାଜ୍ୟ ସ୍ୱାମୀ। ସାଧୁଙ୍କୁ ପୂଜି ପ୍ରଜା ହିତେ ଆୟୁଷ କାମେ ଅଶ୍ରୀ ସୂତେ। ଯେ ପ୍ରାଣୀ ତୁଷ୍ଟ ପୁଷ୍ଟି କାମୀ ସର୍ବଲକ୍ଷଣେ ପୂଜେ ଭୂମି। ପ୍ରତିଷ୍ଠା କାମେ ଯେବେ ଇଚ୍ଛେ ସେ ପୂଜେ ଭୂମି ଅନ୍ତରିକ୍ଷେ। ସୁନ୍ଦର ରୂପେ ଯାର ଭାବ ସେ ନର ପୂଜନ୍ତି ଗନ୍ଧର୍ବ। ଯେ ନର ଇଚ୍ଛେ ଦିବ୍ୟ ନାରୀ ଭାବେ ଉର୍ବଶୀ ପୂଜା କରି। ସକଳ ଆଧିପତ୍ୟ ଚିନ୍ତା ଯେ କରେ ସେ ପୂଜେ ବିଧାତା। ଯଶ ଇଚ୍ଛଇ ଯେହୁ ନର ଯଜ୍ଞେ ପୂଜିବ ଯଜ୍ଞେଶ୍ୱର। ଧନ ଭଣ୍ଡାର ଯେ ଇଚ୍ଛନ୍ତି ବରୁଣ ଚରଣେ ପୂଜନ୍ତି। ଈଶ୍ୱର ପୂଜେ ବିଦ୍ୟା ଅର୍ଥୀ ଦମ୍ପତି କାମେ ଉମା ସତୀ। ଧର୍ମାର୍ଥୀ ବିଷ୍ଣୁର ଚରଣେ ସନ୍ତାନ ଅର୍ଥେ ପିତୃଗଣେ। ଯକ୍ଷକୁ ପୂଜେ ରକ୍ଷା କାମେ ବାଳାର୍ଥୀ ପୂଜେ ପ୍ରଭଞ୍ଜନେ। ସକଳ ରାଜ୍ୟେ ରାଜା ବଣେ ସେ ଆସେ ପୂଜେ ମନୁଗଣେ। ଶତ୍ରୁ ମାରଣେ ଯାର ଇଚ୍ଛା ରାକ୍ଷସ ଭଜନେ ତା ବାଞ୍ଛା। ସୋମକୁ ପୂଜେ କାମ କାମୀ ଅକାମୀ ଆତ୍ମା ରାମେ ରମେ। ଅକାମେ ଅବା ସର୍ବ କାମେ ଯେ ଅବା ଭଜେ ମୋକ୍ଷ କାମେ। ପରମ ପୁରୁଷ ଚରଣେ ଯେ ବା ସେବନ୍ତି ଦାସପଣେ। ଏ ଭାବେ ତାହାଙ୍କ ଜୀବନ ଜନ୍ମ ମରଣେ ଧନ୍ୟ ଧନ୍ୟ। ପରମ ପଦ ସେ ଲଭନ୍ତି କୃଷ୍ଣ ଚରଣେ ନିତ୍ୟେ ଚିନ୍ତି। ହରି ଭକତ ଜନ ସଙ୍ଗେ ତରଇଏ ଭବ ତରଙ୍ଗେ। ଜ୍ଞାନ ପ୍ରସରେ ଭକ୍ତି ବଳେ ତ୍ରିଗୁଣ ହରଇ ନିଶ୍ଚଳେ। ଆତ୍ମା ପ୍ରସନ୍ନ ସୁବିବେକେ ଗୁଣେ ଅସଙ୍ଗ ବେନି ଲୋକେ। କୈବଲ୍ୟ ସମ୍ମତ ଏ ପଥ ଏ ଭକ୍ତି ଯୋଗୀଙ୍କର ମତ। କେବା ନିବୃତ୍ତ ହରି ଭାବେ ଆତ୍ମାର କୈବଲ୍ୟ ଲାଭେ। ସୌନକ ସୁତ ମୁଖ ଚାହିଁ ପୁଣି ପୁଛଇ ଭାବ ବହି। ସୌନକ ଉବାଚ ହେମନ୍ତ ଶୁକ ମୁଖୁ ଶୁଣି ସେ କୁରୁ ବୀର ଚୂଡ଼ାମଣି। ପୁଣି ସେ ଅଭିମନ୍ୟୁ ବଳାନ ପ୍ରସନ୍ନ କିବା କଲା। ସେ ହରି କଥା ଆମ୍ଭ ଆଗେ ହେ ସୁତ କହ ସଭା ଯୋଗେ। ସେ କଥା ତୁମ୍ଭ ମୁଖୁ ଶୁଣି ତରିବୁ ଭବ ତରଙ୍ଗିଣୀ। ତୁମ୍ଭର ଅଛି ଯେବେ ସ୍ନେହ ସଦୟ ଚିତ୍ତେ ମୁନି କହ। ଯେ ହରି କଥା ସଭା ମଧ୍ୟେ ଭକତେ କହନ୍ତି ଆନନ୍ଦେ। ସେ ପଣ୍ଡୁ ବଂଶେ ମହାରଥ ସ୍ୱଭାବେ କୃଷ୍ଣ ଅଂଶେ ଜାତ। ବାଳକ କ୍ରୀଡ଼ା ରସ ଖେଳେ ଯେ ପୂଜେ କୃଷ୍ଣ ପାଦ ମୂଳେ। ବ୍ୟାସ କୁମର ସତ୍ୱଗୁଣ ସ୍ୱଭାବେ ବିଷ୍ଣୁ ପାରାୟଣ। ପରମାନନ୍ଦ ଗୁଣ ଗାଥା ତତ୍ସଙ୍ଗମେ ଯେ ବକତା। ଜୀବନ ବହି ଏ ଜଗତେ ହରି କଥାରେ ନିତ୍ୟେ ନିତ୍ୟେ। ନ କରେ ଜୀବନ ସଫଳ ବ୍ୟର୍ଥ ତାହାର ଆୟୁର୍ବଳ। ଏ ରବି ଉଦୟସ୍ତ କାଳେ ଜନ୍ତୁ ଜୀବନ ଘେନି ଚଳେ। ଯେ ହରି ଭାବେ ଥାନ୍ତି ଜଡ଼ି ତାଙ୍କ ଜୀବନ ଦୂରେ ଏଡ଼ି।
ଏତରୁ ଗଣେ ଏ ସଂସାରେ ଜୀବନ୍ତି ଅଜ୍ଞାନ ପ୍ରକାରେ। ଲୌହକାରଙ୍କ ଗୃହେ ଭାତି ଶ୍ୱାସ ଛାଡ଼ନ୍ତେ ନ ଜୀବତି। ଗ୍ରାମ କାନନେ ପଶୁଗଣ କି ନ ଭକ୍ଷନ୍ତି ଜଳତୃଣ। ମୂତ୍ର ପୁରିଷ ଉତ୍ସର୍ଗନ୍ତି ଅଜ୍ଞାନ ସୁଖେ ସେ ଜୀବନ୍ତି। ଶ୍ୱାନ ଶୂକର ଉଷ୍ଟ୍ରଖର ଏହାଙ୍କ ସମାନ ସେ ନର। କୃଷ୍ଣର ନାମ ଉଚ୍ଚାରଣ ନ ଶୁଣି ଯାହାର ଶ୍ରବଣ। ତାହାର ଶ୍ରୁତି ଯୁଗ କାନ୍ଥେ ବିବରେ ଦିଶନ୍ତି ଯେମନ୍ତେ। ତୁଣ୍ଡର ମଧ୍ୟେ ଜିହ୍ୱା ବହି ଯେ ହରି ନାମ ନ ଭଜଇ। ଦର୍ଦୁର ବାଣୀ ବୋଲି ତାରେ ଯେ ହରି ନାମ ନ ଉଚାରେ। ଯାର ଉତ୍ତମ ଅଙ୍ଗ ସାଜେ ସୁବର୍ଣ୍ଣ ମୁକୁଟ ବିରାଜେ। ପାଟ ବସନେ ବାନ୍ଧି ଚୂଳ ଶ୍ରବଣେ ମକର କୁଣ୍ଡଳ। ସେ ଯେବେ ହରିଙ୍କି ନ ନମେ ସେ ମୁଣ୍ଡ ଭାର ବହିଶ୍ରମେ। ସେବା ସୁନ୍ଦର ବେନି ଭୁଜେ କାଞ୍ଚନ କଙ୍କଣ ବିରାଜେ। କୃଷ୍ଣର କାର୍ଯ୍ୟ ଯେବେ ନୋହେ ଶ୍ମଶାନ ଅସ୍ଥି ପ୍ରାୟ ହୋଏ। ଲୋଚନ ବେନି ଥାଉ ମୁଖେ ଯେ ହରି ମୂରତି ନ ଦେଖେ। ମୟୂର ପୁଚ୍ଛ ବୋଲି ତାରେ ସେ ଅନ୍ଧ ସଂସାର ସାଗରେ। ଚରଣ ଯୁଗ ବହି ନରେ ଯେବେ ନ ଯାନ୍ତି ବିଷ୍ଣୁପୁରେ। ତାହାକୁ ବୋଲି ବୃକ୍ଷ ଦୁଇ ସେ ଯେହ୍ନେ ପାଦେ ନ ଚଳଇ। କୃଷ୍ଣର ଭକତ ଚରଣ ଶିରେ ନ ଲାଗେ ଯାର ରେଣୁ। ପବିତ୍ର ନୁହେଁ ତା ଶରୀର ଜିଅନ୍ତା ଶବର ଆକାର। ତୁଳସୀ ଦଳ କୃଷ୍ଣ ଦେହେ ଶୁଦ୍ଧ ସୌରଭ ଗନ୍ଧ ବହେ। ସେ ଗନ୍ଧ ଯାର ନାସାଦ୍ୱାର ନ ଲଭେ ଶବ ତା ଶରୀର। ଗୋବିନ୍ଦ ନାମ ଯାର ହୃଦେ ନ ପଶେ ପୁଲକ ଆନନ୍ଦେ। କିଏ ବା ପଶିଲେ ଗୃହରେ ନୟନୁ ଅଶ୍ରୁ ତା ନ ଝରେ। ତାର ହୃଦୟ ଅଶ୍ମଶାର ବହଇ ଲୋଭମୟ ଭାର। ହେ ସୂତ ଶୁଣ କୃଷ୍ଣ ଗୁଣ ଶୁଣାଅ ଆମ୍ଭର ଶ୍ରବଣ। ଯେ ସାଧୁ ପ୍ରଶ୍ନ ପରୀକ୍ଷିତ ପୁଛିଲା ଶୁକଙ୍କ ଅଗ୍ରତ। ହର ସେ ବ୍ୟାସଙ୍କ କୁମର ଆତ୍ମଜ୍ଞାନୀଙ୍କ ମଧ୍ୟେ ସାର। ଆନନ୍ଦେ ମୁନିଗଣ ମେଳେ ଯାହା କହିଲେ ଗଙ୍ଗା କୂଳେ। ସେ ଆମ୍ଭ ମନ ଅନୁକୂଳ କହି ସଂସାରୁ କର ପାର। ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ତୃତୀୟୋଧ୍ୟାୟ।